ଆପଣମାନଙ୍କର ସାଉ ଭାଉଜ। ମୁଁ ଆଜି ଆରେ ମାଘିଆ ତୁ ବି ଏଇ କାଣ୍ଡ କରୁଛୁ ଆଉ ତୁ ବି ଶସ୍ତା ରେଣ୍ଡରେ ବି ଗଣତି ଅଛୁ। ମାଘିଆ ଆମେ ତୁଚ୍ଛାଟରେ ନିଶା ମରାଣକୁ ପେଲି ଚାଲିଛୁ। ଶଳା ଇଏ ଗୋଟେ ପ୍ରୋ ଲେଭେଲ ରାଣ୍ଡି ଥିଲା ଆମେ ଜାଣିନଥିଲୁ। ପବ୍ଲିକ ମୁଁ ଏ ଭାଷା କଣ ପାଇଁ କହୁଛି ଆପଣମାନେ ଗୋଟେ ଥର ଏ ଭିଡିଓ ଦେଖନ୍ତୁ। ମାନେ ୟାର ଏଇ କାଣ୍ଡ କାନମା ଦେଖିକି ରାଜୁ ଦାସ ୟାକୁ ଭଲ କି ପେଲିକି ଛାଡିଛି। କାହିଁକି ନା ରାଜୁ ଦାସ ଗୋଟେ ଭଦ୍ର ଲୋକ ଆଉ ଇଏ ତା ଆଗରେ ଏମିତି ଯଦି ଦୁଧ ଘଷାଘଷି କରିଥିବ କୋଉ ଲୋକ ୟାକୁ ଛାଡିବ କହିଲ? ଆବେ ଯଦି ରାଣ୍ଡି ସାହିର ନାଁ ଲେଖିଛୁ ତାହେଲେ ଗୋଟେ କାମ କର ପୁରା ଖୋଲିଦେ। ଲୋକମାନେ ପୁରା ଫୁଲ ଦେଖନ୍ତୁ ଭିଡିଓଟା ଆହୁରି ଜୋରଦାର ଭାଇରାଲ ହବ। ଇଏ ଅଧା ଅଧିଆ ଖୋଲିଲେ କିଛି ଲାଭ ନାହିଁ। ବଙ୍ଗାଳୀରୁ ଗୋଟେ ଡାଇଲଗ ଅଛି, ଦେଖତେ ଦେଖତେ ମରତେ ଯାବେ ଖାତେ ପାରବ ନା। ସେମିତିଆ ତୁ ସେମିତି ଖୋଲି ଖୋଲି ତୋ ଜିନ୍ଦଗି ପଳେଇବ ହେଲେ କିଛି ଲାଭ ନାହିଁ। ସାରା ଓଡ଼ିଶାବାସୀଙ୍କୁ ମୋର ନମସ୍କାର। ମୁଁ ଗୋଟେ ଓଡ଼ିଆ ଘରର ପିଲା, ମୋ ପ୍ରଭୁ ଶ୍ରୀ ଜଗନ୍ନାଥ। ଆଜି ମୁଁ ଆସିଛି କିଛି କହିବା ପାଇଁ। 4.5 କୋଟି ଓଡ଼ିଆ ମାନଙ୍କୁ ମୁଁ ସେଦିନର ଭୁଲ ପାଇଁ କ୍ଷମା ପ୍ରାର୍ଥନା ଚାହୁଁଛି। ସେଦିନର ସେ ମଞ୍ଚରେ ମୋର ଛୋଟ ଭୁଲ ପାଇଁ ଆଜି କି 4-5 ଦିନ ହବ ଯୋଉ ଫଟୋ ଆଣ୍ଡ ଭିଡିଓ ଭାଇରାଲ ହଉଛି ସେଥିପାଇଁ ମୁଁ ସବୁ ମୋର ଦର୍ଶକ ମାନଙ୍କୁ ମୁଁ ହାତ ଯୋଡ଼ି କ୍ଷମା ଚାହୁଁଛି। ମୁଁ ଆପଣମାନଙ୍କ ପାଖକୁ ଯେମିତି ଯାଉଥିଲି ଆଗକୁ ମଧ୍ୟ ସେମିତି ମୁଁ ଯିବି। ଆଗରୁ ଯେମିତି ପ୍ରୋଗ୍ରାମ କରୁଥିଲି ଏବେ ମଧ୍ୟ ମୁଁ ସେମିତି ପ୍ରୋଗ୍ରାମ କରିବି। ଏମିତି ଭୁଲ ଆଉ ନେକ୍ସଟ ଟାଇମ୍ ହବନି। ଜୟ ଜଗନ୍ନାଥ, ନମସ୍କାର।